ଯେତେବେଳେ ଆପଣଙ୍କର ଜଣକ ଲୋକ ତଳେ ଅନ୍ୟ ଜଣଙ୍କ ନାଁ ଲେଖା ହେଇଛି, ଏଇଟା ସବୁଠୁ ବଡ ତାକୁ ଅପମାନକର ଅସମ୍ମାନିତକର କାର୍ଯ୍ୟ ହେଲା। ଏଥିରେ ପ୍ରଶାସନର ଦାୟିତ୍ୱ ରହିଥିଲା ବହୁତ। ପ୍ରଶାସନ ଚାହିଁଥିଲେ 14 ତାରିଖ ହେଇଥିଲା ବୋଲି 15 ତାରିଖ ଦିନ ତାକୁ ବଦଳିକି ତା ତଳେ ଗୋଟେ ଲେଖି ପାରିନଥାନ୍ତେ, ତାଙ୍କର ନାଁ ଟାକୁ ବଦଳି ଦେଇ ପାରିନଥାନ୍ତେ। ତାକୁ ତ ବଦଳିଲେ ନାହିଁ, ତାପରେ ପୁଣି କଳା ଲଗେଇଲେ, ବ୍ଲାକ୍ ଟେପ୍ ଲଗେଇଲେ। ସେ ବ୍ଲାକ୍ ଟେପ୍ ର ମାନେ କଣ? ବ୍ଲାକ୍ ଟେପ୍ କାହାକୁ ଲଗା ହୁଏ? ବ୍ଲାକ୍ ମାନେ କାହାକୁ ଦିଆ ହୁଏ? କି ସମ୍ମାନ? ନମସ୍କାର, ଜୟ ଜଗନ୍ନାଥ। ମୁଁ ଇନ୍ଦ୍ରଜିତ ଘୋଷ, ଗୋପାଳ ଘୋଷଙ୍କର ମଧୁମ ପୁତ୍ର। ଆଜି ମତେ ବଡ ଦୁଃଖର ସହିତ ଜଣାଇବାକୁ କହୁଛି, ଓଡ଼ିଆ ଚଳଚ୍ଚିତ୍ରର ଯେଉଁମାନେ ଭାଗ୍ୟ ବିଧାତା ଥିଲେ, ଯେଉଁମାନେ ଓଡ଼ିଆ ଚଳଚ୍ଚିତ୍ରକୁ ଏପରି ଗୋଟିଏ ତୁଙ୍ଗ ଶିଖରରେ ଛାଡ଼ି ଦେଇ ଯାଇଛନ୍ତି, ତାପରଠାରୁ ଓଡ଼ିଆ ଚଳଚ୍ଚିତ୍ର ଆଜି ବିଶ୍ୱ ଦରବାରରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ସେଇ ଦରବାର ପାଇଁ ଆଜି ଯିଏ ପ୍ରଭାବଶାଳୀ ଥିଲେ ବହୁତ ଭାବରେ ଓଡ଼ିଆ ଚଳଚ୍ଚିତ୍ରକୁ ଗୋଟେ ଏକ ନୂତନ ଦିଗ୍ଦର୍ଶନ ଦେବା ପାଇଁ ଚେଷ୍ଟା କରିକି ଆସିଥିଲେ। ତାଙ୍କ ମାନଙ୍କ ମଧ୍ୟରେ ଗୋପାଳ ଘୋଷ ଥିଲେ ଅନ୍ୟତମ। ଏବଂ ଆଜି ଯେଉଁପରି ଭାବରେ ଗୋପାଳ ଘୋଷଙ୍କୁ ଅସମ୍ମାନିତ କରାଗଲା, ଏଥିରେ ମୁଁ ବଡ଼ ଦୁଃଖିତ। କେବଳ ମୁଁ ଦୁଃଖିତ ନୁହେଁ, ଆମ ଘରର ଅନେକ ଲୋକ ମଧ୍ୟ ଦୁଃଖିତ। ସମସ୍ତେ ଯିଏ ଅଛନ୍ତି ସେମାନେ ଦୁଃଖିତ। କାରଣ ଆମ ଘର ସହିତ ଆମେ ଘର କିଛି ପାଇନୁ, ଆମେ ଦେଇଛୁ କାଲି ଓଡ଼ିଆ ଚଳଚ୍ଚିତ୍ର ପାଇଁ। ଆମର କାଲି ଦାନ ହିଁ ଅଛି, କିନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଆମେ କିଛି ପାଇନୁ। କିନ୍ତୁ ଆଜି ଆଉ ଗୋଟେ ଜିନିଷ ପାଇଲୁ, ଅପମାନ ପାଇଲୁ। ଏଇ ଜିନିଷଟା ଗୋଟେ ଜଣ ଲୋକ ଯିଏ ଆମର ଏତେ କାମ କଲେ ଓଡ଼ିଆ ଚଳଚ୍ଚିତ୍ର ପାଇଁ, ଆମ ଘରର ସମ୍ମାନ ତା ଦେହରେ ବହୁତ କ୍ଷୁଣ୍ଣ ହେଲା। ଏଥିରେ ମୁଁ ସବୁଠୁ ବଡ଼ ଦୁଃଖିତ। 14 ତାରିଖ ସମାଜରେ ଯୋଉ ଖବରଟି ବାହାରିଲା, ସେ ଖବରଟିରେ ଆମମାନେ ସମସ୍ତେ ବିଶେଷ ମର୍ମାହତ। କାହିଁ ନା ଯେତେବେଳେ ଓଡ଼ିଶାର ବାଲିଯାତ୍ରା ଭଳିଆ ଗୋଟେ ଆନ୍ତର୍ଜାତିକ ମେଳା ଜାଗାରେ ଓଡ଼ିଆ ଚଳଚ୍ଚିତ୍ରର ପ୍ରତିଭା ମାନଙ୍କୁ ଯୋଉଠି ସମ୍ମାନ ଦେବା ପାଇଁ ଯୋଉ ବ୍ୟବସ୍ଥା କରିଛନ୍ତି ଗଭର୍ଣ୍ଣମେଣ୍ଟ ବା ଓଡ଼ିଶା ସରକାର, ସେ ଅତି ଆନନ୍ଦର କଥା। ଏପରି କରିବାଟା ନିହାତି ଆବଶ୍ୟକ। କାରଣ ଏଇ ଜାଗାରେ ହିଁ ଲୋକମାନେ ଜାଣିପାରିଲେ ସାରା ବିଶ୍ୱର ଲୋକ ମଧ୍ୟ ଜାଣିପାରିବେ। କାରଣ ଏହାର ବାଲିଯାତ୍ରା ଗୋଟେ ବିଶ୍ୱ ମାନ୍ୟତା ପାଇଛି ଏବଂ ବିଶ୍ୱ ମାନ୍ୟତାର ଭିତରେ ଲୋକମାନେ ଜାଣିପାରିବେ ନିଶ୍ଚୟ। ଏବଂ ବାଲିଯାତ୍ରା ମଧ୍ୟ ବାହାର ଲୋକ ମଧ୍ୟ ଆସନ୍ତି। ଏବଂ ଏବେ ଆମେ ଶୁଣିଛୁ 12 ଜଣ ରାଜଦୂତ ଆସିଥିଲେ ବାହାରୁ, ସେମାନେ ମଧ୍ୟ ଜାଣିଥିବା ଦରକାର। କିନ୍ତୁ ଆପଣଙ୍କର ସବୁଠୁ ଦୁଃଖପୂର୍ଣ୍ଣ କଥା ଯେତେବେଳେ ସମାଜରେ ବାହାରିଲା ଯେ ଓଡ଼ିଆ ମାନଙ୍କର ପ୍ରତିଭାକୁ ଚିହ୍ନି ପାରୁନାହାନ୍ତି ପ୍ରଶାସନ, ଏଇଟା ସବୁଠୁ ବଡ଼ ଦୁଃଖର କଥା। କାରଣ ଓଡ଼ିଆର ଚଳଚ୍ଚିତ୍ର ଯେଉଁମାନେ ଦୀର୍ଘ ଦିନ ଧରି ଓଡ଼ିଆ ଚଳଚ୍ଚିତ୍ରକୁ ବଞ୍ଚେଇକି ଆସିଛନ୍ତି ବା ତିଆରି କରିକି ଆସିଛନ୍ତି, ତାଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ତାଙ୍କୁ ଅସମ୍ମାନିତ କରାଯାଉଛି ବୋଲି ମୁଁ ନିଜେ ଭାବେ। କାରଣ ଯେତେବେଳେ ଆମେ ପଢିଲୁ ଏଇ କଥାଟା ଯେ ଗୋପାଳ ଘୋଷ ହଉଛନ୍ତି ମୋ ବାପା, ମୁଁ ଜାଣିଛି ତାଙ୍କର କାର୍ଯ୍ୟ କଣ କରିଛନ୍ତି। ମୁଁ ନିଜେ ଦେଖି, ମୋ ବୟସ ବହୁତ ଛୋଟରୁ ମୁଁ ତାଙ୍କୁ ଦେଖି ଆସିଛି ସେ କଣ କରିଛନ୍ତି। 1947-48 ମସିହାରୁ ସେମାନେ ଓଡ଼ିଆ ଚଳଚ୍ଚିତ୍ର କେମିତି ତିଆରି ହବ ସେଥିପାଇଁ ସେମାନେ ଲାଗି ପଡିକି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଏବଂ ପରବର୍ତ୍ତୀ କାଳରେ ସେମାନେ ଓଡ଼ିଆ ଚଳଚ୍ଚିତ୍ରକୁ ଏପରି ଗୋଟେ ଶିଖର ସ୍ଥାନରେ ଛାଡ଼ି ଦେଇଯାଇଛନ୍ତି, ତାପରଠାରୁ ଓଡ଼ିଆ ଚଳଚ୍ଚିତ୍ର ଆଜି ଲୋକାଦୃତ ବା ଜନପ୍ରିୟ ହେଇପାରୁଛି। କିନ୍ତୁ ଆମର ସରକାର ଅତି ଆନନ୍ଦର କଥା, ଏତେ ଭଲ କାମ କଲେ, ଭଲ କାମ କରି ଗୋଟିଏ କଳା ଦାଗ ତାକୁ ରଖିଦେଇ ଗଲେ। ସେ ଅନ୍ୟ କାହା ପ୍ରତି ନୁହେଁ, ଆମରି ଘରର ପ୍ରତି, ଆମରି ଘର ଅସମ୍ମାନ ହେଲା। କାରଣ ଆମର ଗୋପାଳ ଘୋଷ ହଉଛନ୍ତି ମୋ ବାପା। ତାଙ୍କ ନାଁ ତଳେ ରହିଲା ବାବୁଲାଲ ଦୋଷୀଙ୍କ ନାମ। ବାବୁଲାଲ ଦୋଷୀ ଯିଏ ଆଜି ଏତେ ବଡ଼ ହେଇପାରିଛନ୍ତି ଏଇ ଚଳଚ୍ଚିତ୍ର ଦୁନିଆରେ, ତା ପଛରେ ମଧ୍ୟ ଗୋଟିଏ ଲୋକ କାମ କରିଥିଲେ, ସେ ହେଉଛନ୍ତି ଗୋପାଳ ଘୋଷ। ଗୋପାଳ ଘୋଷ ନଥିଲେ ବାବୁଲାଲ ଯୋଶୀ କେତେବେଳେ ଆଜି ପର୍ଯ୍ୟନ୍ତ ବାବୁଲାଲ ଯୋଶୀ ଆସିପାରିନଥାନ୍ତେ। ଅତଏବ ଆମେ ବି ଖୁସି ଯେ ଗୋପାଳ ଘୋଷଙ୍କ ନାଁଟା ସେଠି ରହୁ ବା ଯାଉ। କାହିଁକିନା ସଠିକ ଭାବରେ ଆଜି ପର୍ଯ୍ୟନ୍ତ ଗୋପାଳ ଘୋଷଙ୍କୁ ସେଇ ସମ୍ମାନ ଓଡ଼ିଶା ଚଳଚ୍ଚିତ୍ର ଦୁନିଆ ଏବଂ ପ୍ରଶାସନ ଦେଇନାହିଁ। ସେଟା ବି ମୁଁ ଆପଣମାନଙ୍କ ପାଖରେ ବର୍ତ୍ତମାନ କହିପାରୁଛି। କାହିଁକି ନା ଗୋପାଳ ଘୋଷ ଦ୍ୱିତୀୟ ଚଳଚ୍ଚିତ୍ର ଆରମ୍ଭ ହେଇଥିଲା ଶ୍ରୀ ଜଗନ୍ନାଥ, କିନ୍ତୁ ତୃତୀୟ ଚଳଚ୍ଚିତ୍ର ଭାବରେ ସେ ରିଲିଜ ପ୍ରାପ୍ତ ହେଇଥିଲା, ମୁକ୍ତି ଲାଭ କରିଥିଲା। ସେଦିନ ଠାରୁ ଯଦି ଆଜି ପର୍ଯ୍ୟନ୍ତ ସେ ଥିଲେ, 2015 ପର୍ଯ୍ୟନ୍ତ ସେ ବଞ୍ଚିଥିଲେ। 1978 ମସିହାରୁ ଓଡ଼ିଆ ଚଳଚ୍ଚିତ୍ରର ପାଇଁ ସବୁ ପୁରସ୍କାର ଦିଆଯାଉଥିଲା। ପ୍ରଥମ ଯେଉଁ ଲୋକ ଆରମ୍ଭ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଏବଂ ପରବର୍ତ୍ତୀ କାଳରେ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ରକୁ ଯିଏ ତିଆରି କରିଛନ୍ତି ବା ଆଗେଇ ନେଇ ଯାଇଛନ୍ତି, ତାଙ୍କୁ ନ ଦିଆଯାଇ ଅନ୍ୟମାନଙ୍କୁ ଦିଆଯାଇଛି। ଏବଂ
ଶେଷରେ ମଧ୍ୟ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ସେଇ ଚଳଚ୍ଚିତ୍ର ଯେଉଁ ସେ ଥିଲେ ସେଇ ସମୟରେ ଆପଣଙ୍କୁ ଦିଆ ହଉଥିଲା ଆପଣଙ୍କର ଜୟଦେବ ପୁରସ୍କାର। ସେ ଜୟଦେବ ପୁରସ୍କାର ତାଙ୍କୁ ଦିଆଯାଇନି ଏବଂ ଥରେ ହେଇଥିଲା କିନ୍ତୁ ତାକୁ ବଦଳି ଦେଇକି ଅନ୍ୟ ଲୋକକୁ ଦିଆ ହେଇଥିଲା, କିନ୍ତୁ ତାପରେ ତାଙ୍କୁ ଦିଆଗଲାନି ଏବଂ ତାଙ୍କ ମରିଯିବା ପରେ ମଧ୍ୟ ତାଙ୍କ ପ୍ରତି ଅସମ୍ମାନିତ ଅନେକ କାର୍ଯ୍ୟ କରିଛନ୍ତି, ଯାହାକି ମୁଁ ନିଜେ ଦେଖିଛି, ହୃଦୟଙ୍ଗମ କରିଛି। କିନ୍ତୁ ଏଇ ଜିନିଷଟା ବହୁତ ବଢିଗଲା, ବହୁତ ଭାବରେ ଏକ୍ସପୋଜ ହେଲା। କାହିଁକି ନା ଭାରତରେ ଏପରି ହେଇଥିବ ବୋଲି ମୁଁ କୋଉଠି କୌଣସି ଜାଗାରେ ଜାଣିନି। ଆଜି ମନେ କରନ୍ତୁ ଆପଣ ଯେ ଭାରତର ଯୋଉ ସ୍ୱାଧୀନତା ଆଣିବା ପାଇଁ ଚେଷ୍ଟା କରିକି 2 ଜଣ ଲୋକ ନିଜକୁ ଆପ୍ରାଣ ଚେଷ୍ଟା କରି ଆଣିଛନ୍ତି। ଜଣେ ହଉଛନ୍ତି ମହାତ୍ମା ଗାନ୍ଧୀ, ଜଣେ ହଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଯଦି ନେତାଜୀଙ୍କ ସୁଭାଷ ଚନ୍ଦ୍ର ବୋଷ ତଳେ ଯଦି ଆପଣ ଦେବେ ନା ମହାତ୍ମା ଗାନ୍ଧୀ ବା ମହାତ୍ମା ଗାନ୍ଧୀଙ୍କ ନାଁ ତଳେ ଲେଖିବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସେ ଅସମ୍ମାନଟା କାହାର ହବ? ନେତାଜୀଙ୍କର ହବ ନା ଆପଣଙ୍କର ୟାର ହବ, ମହାତ୍ମା ଗାନ୍ଧୀଙ୍କର ହବ? ଯେଉଁମାନେ ଲେଖିଛନ୍ତି ତାଙ୍କରି ସେ ଅସମ୍ମାନିତ କଥା। ଆଉ ପୁଣି ଅସମ୍ମାନିତ ବୋଲି ଅସମ୍ମାନିତ ଯଦି ଆପଣ ମାନେ ଲେଖିଲେ ନାଁଟା ଭୁଲ ହେଇଗଲା, ତାକୁ ଆପଣ ବଦଳି ପାରିଲେନି? ଯେତେବେଳେ ଗୋଟିଏ ପେପର, ଗୋଟିଏ ଓଡ଼ିଶାର ଗୋଟିଏ ମୁଖ୍ୟ ସମ୍ବାଦପତ୍ର ସେ ଦେଲା ଯେ ନାଁଟା ଗୋଟେ ଭୁଲ ହେଇଯାଇଛି ବୋଲି, ଆପଣଙ୍କ ସାଙ୍ଗେ ସାଙ୍ଗେ ତାକୁ ବଦଳି ଦେଇପାରନ୍ତିନି? ପ୍ରଶାସନ କ'ଣ ଏଇଟିକି କରିବା ପାଇଁ ତାକୁ ପ୍ରଶାସନ ପାଖରେ ପଇସା ନଥିଲା? ପ୍ରଶାସନ ଏଇଟିକି କରିପାରିଲାନି? ପ୍ରଶାସନ କ'ଣ କଲା? ପ୍ରଶାସନ କିଛି କଲାନି। ତା ଦେହରେ ଗୋଟେ କଳା ଗୋଟେ ଇଏ ଲଗେଇ ଦେଇଗଲା। ସେ କଳାଟା କ'ଣ? କଳା କାହାକୁ ଲଗା ହୁଏ? ନା ତଳେ କଳା ଦବା ମାନେ ଯାହା ଗୋଟେ ଲୋକର ମୁହଁ ଉପରେ କୌଣସି ଗୋଟେ ପକେଇବା, ମାନେ ଏଇ କାଳି ପକେଇବା ବା ଯାହା ଫଳରେ ସେ ମଧ୍ୟ ସେଇଆ। ତାହେଲେ ପ୍ରଶାସନର କ'ଣ ଇଏ ରହିଲା? ଆଉ ମୁଁ ସବୁଠୁ ବଡ ଦୁଃଖିତ, ପ୍ରଶାସନ ଯେତେବେଳେ କରିଥିବେ ଏଇଟା ନିଶ୍ଚିତ ଭାବରେ ଓଡ଼ିଆ ଚଳଚ୍ଚିତ୍ର ମାନ୍ୟଗଣ୍ୟ ଲୋକଙ୍କୁ ନେଇ ତା ଭିତରେ ରଖିଥିବେ। ସେ ଯୋଉମାନେ ଗୋପାଳ ଘୋଷକୁ ଜାଣିଥିବେ, ଧୀର ବିଶ୍ୱାଳକୁ ଜାଣିଥିବେ, ଆପଣଙ୍କର ଗୌର ଘୋଷଙ୍କୁ ଜାଣିଥିବେ, ଗୋପାଳ ଛୋଟରାୟଙ୍କୁ ଜାଣିଥିବେ, ମହମ୍ମଦ ମହସେନକୁ ଜାଣିଥିବେ। ଇଏ କ'ଣ ଏମାନଙ୍କର ନାଁ ଗୁଡାକ କାହିଁ ଆପଣ ନ କରିଥିଲେ କିଛି ଆସନ୍ତା ନାହିଁ? ଏମାନେ ହଉଛନ୍ତି ଏପରି ଲୋକ ଯୋଉମାନେ ଓଡ଼ିଆ ଚଳଚ୍ଚିତ୍ରକୁ ଆଜି ଏଇ ସ୍ତରକୁ ନେଇକି ଆସିଛନ୍ତି, ଯୋଉ ସ୍ତରରେ ତାପରେ ଓଡ଼ିଆ ଚଳଚ୍ଚିତ୍ର ଆଜି ସ୍ଥିତିବାନ ହେଇଛି। ନହେଲେ ସେଇ ସ୍ଥିତିବାନ ବି ଓଡ଼ିଆ ଚଳଚ୍ଚିତ୍ର ହେଇପାରିନଥାନ୍ତା। ପାଇଛନ୍ତି ସେମାନେ କ'ଣ? ସେମାନେ କିଛି ପାଇନାହାନ୍ତି। ବର୍ତ୍ତମାନ ସେମାନେ ପାଉଛନ୍ତି, କିନ୍ତୁ ସେ ସମୟରେ ସେମାନେ ନ ପାଇକି ସେମାନେ ଯେପରି ଭାବରେ ନିଜ ସ୍ୱାର୍ଥକୁ ବଳିଦାନ ଦେଇକି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରି ଯାଇଛନ୍ତି, ତାଙ୍କୁ ପ୍ରତିଦିନ ତାଙ୍କୁ ସ୍ମରଣ କରିବା ଉଚିତ। ଚଳଚ୍ଚିତ୍ରରେ ଯେତେ ଯେତେ କଳାକାର ଆସନ୍ତୁ, କଳା କୌଶଳୀ ଆସନ୍ତୁ ବା ଯେକୌଣସି ଇଏର ସ୍ତରର ଲୋକ ଆସନ୍ତୁ, ସେମାନେ ପ୍ରତିଦିନ ତାଙ୍କୁ ସ୍ମରଣ କରିବା ଉଚିତ। କାରଣ ସେମାନେ ଯାହା ଫିଲ୍ମ ଦେଇ ଯାଇଛନ୍ତି, ଯାହା ଭାବେ ଜନପ୍ରିୟ ବା ଆଜି ପର୍ଯ୍ୟନ୍ତ ସେଗୁଡ଼ାକ ଜନପ୍ରିୟ ଲୋକମାନଙ୍କ ପାଖରେ, ଆଜି ପର୍ଯ୍ୟନ୍ତ ସେମାନେ ଲୋକମାନେ ତାକୁ ଖୋଜନ୍ତି ସେଇ ଫିଲ୍ମକୁ। କାହିଁ ବର୍ତ୍ତମାନ ଫିଲ୍ମ ମାନଙ୍କୁ ସେତିକି ଭାବରେ ଆପଣ ପରିଚୟ ପାଇବୁନି। କାହିଁ ସେମାନେ ପାଉଥିଲେ? ସେମାନେ ତାଙ୍କର ସେଇ ନିଷ୍ଠା ଏବଂ ସ୍ୱାର୍ଥତ୍ୟାଗ ବଳରେ ସେମାନେ ଓଡ଼ିଆ ଚଳଚ୍ଚିତ୍ରକୁ ଆଜି ଏତେ ବଡ଼ କରିଥିଲେ। ଆଉ ମୋ ସବୁଠୁ ବଡ଼ ଦୁଃଖ ଲାଗେ ଯେ ସେଇମାନଙ୍କୁ ଯେତେବେଳେ ଆପଣ ମାନେ ହତାଦର କରିବେ, ସେଥିରେ ଆମର କୌଣସି ଆମ ସମ୍ମାନ ତ ରହିବନି। ଆମମାନେ ଯେ ଏପରି ତଳସ୍ତର ହେଇଯାଇଛୁ, ଏଟା ବି ଲୋକମାନଙ୍କ ପାଖରେ ପହଞ୍ଚିଯିବ। ଆଚ୍ଛା, ଆଉ ଗୋଟେ କଥା ମୋ ମନେ ପଡେ, ମନେ କରନ୍ତୁ ଆଜି ଯୋଉମାନେ ସେଇ ଜିନିଷଟାକୁ ବାହାରକୁ ଗଲା, କିଛି କିଛି ଜାଗାରେ ପୁଣି ତାକୁ ଭାଇରାଲ ହଉଛି, ଆପଣଙ୍କର ନାନାଦି ରକମର ଇଏ ଭାଇରାଲ ହଉଛି, କିନ୍ତୁ ଏତ ଲୋକମାନେ ଏତ ବୁଝିପାରିବେନି ଗୋପାଳ ଘୋଷ କିଏ, ବାବୁଲାଲ ଯୋଶୀ କିଏ, କାରଣ ଦେଖିନାହାନ୍ତି। ନା ସେମାନେ ବାବୁଲାଲ ଯୋଶୀକୁ ଦେଖିଛନ୍ତି, ନା ଗୋପାଳ ଘୋଷକୁ ଦେଖିଛନ୍ତି। ସେମାନେ ଯାହା ଲୋକମାନଙ୍କ ପାଖକୁ ଶୁଣିବେ, ଯେ ଫଟୋରୁ ଯାହା ଦେଖିବେ, ବର୍ତ୍ତମାନ ସ୍ତର ଆଉ ସେ ସମୟର ଆଜିକାର ଫରକଟା କ'ଣ? ଆମେ 50 ବର୍ଷ ଧରିକି ସେମାନେ 40 ବର୍ଷ ଧରି ସେମାନେ ଫିଲ୍ମ କରିନାହାନ୍ତି, କିନ୍ତୁ 40 ବର୍ଷ ପରେ ଯୋଉମାନେ ଆସିଛନ୍ତି ବା ଜନ୍ମ ହେଇଛନ୍ତି 40 ବର୍ଷର ଉର୍ଦ୍ଧ୍ୱ ଲୋକ, ସେମାନେ ବହୁତ କମ ଲୋକ ହୁଏତ ଯାହାର ବହୁତ ଇଚ୍ଛା ଥିବ ସେ ଗୋପାଳ ଘୋଷକୁ ଚିହ୍ନିଥିବେ ବା ବାବୁଲାଲ ଯୋଶୀକୁ ଚିହ୍ନିଥିବେ ବା ସେଇ ଚିନ୍ତାଧାରାର ଲୋକମାନେ ତାକୁ ଚିହ୍ନିଥିବେ, କିନ୍ତୁ ସମସ୍ତେ ତ ତାଙ୍କୁ ଚିହ୍ନି ନାହାନ୍ତି। ଯଦି ସେମାନଙ୍କ ପାଖରେ ଯଦି ଏଇ ଜିନିଷଟା ପହଞ୍ଚିଲା, ଗୋଟେ ଛବି ବାବୁଲାଲ ଯୋଶୀ ନା ଗୋପାଳ ଘୋଷଙ୍କ ଜାଗାରେ ବାବୁଲାଲ ଯୋଶୀ ଜାଗାରେ ଗୋପାଳ ଘୋଷ ଯଦି ଲେଖା ହୁଅନ୍ତା, କିନ୍ତୁ ଲାଭଟା କ'ଣ ହେଲା? ଯଦି ଜଣଙ୍କ ନାଁ ତଳେ ଆଉ ଜଣଙ୍କ ନାଁ ଲେଖା ହେଇଗଲା, ସବୁ ଭୁଲ ହେଇପାରେ, ପ୍ରତ୍ୟେକ ମଣିଷର ଭୁଲ ହୁଏ, ଆମେ ବି ଭୁଲ କରୁ, କିନ୍ତୁ ଏପରି ଏତେ ବଡ ଭୁଲ କରିବାଟା ସମ୍ଭବପର ଯୋଉ ହେଇପାରିଲା, ଏଇଟା ସବୁଠୁ ବଡ ଦୁଃଖର କଥା। କାହିଁକି ନା ନିଶ୍ଚିତ ଭାବରେ ତା ଦେହରେ ଓଡ଼ିଆ ଚଳଚ୍ଚିତ୍ରର ଲୋକ ନିଶ୍ଚୟ ଥିବେ। ସେମାନେ କ'ଣ ଯୋଉମାନଙ୍କର ରଖିଛନ୍ତି ଆପଣ ମାନେ ତା ଭିତରେ, ସେମାନେ କ'ଣ ଜାଣିନାହାନ୍ତି ଓଡ଼ିଆ ଚଳଚ୍ଚିତ୍ରର କିଏ କ'ଣ? ଏମାନେ ଭାଗ୍ୟ ବିଧାତା ଥିଲେ ଓଡ଼ିଆ ଚଳଚ୍ଚିତ୍ର। ଏମାନେ ନିଜ ପାଇଁ କିଛି କରିନାହାନ୍ତି, ଯାହା କରିଛନ୍ତି ସବୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ କରିଛନ୍ତି।
ନିଜ ପାଇଁ କିଛି ରଖିନାହାନ୍ତି, ତାଙ୍କ ଘରକୁ ମଧ୍ୟ ସେପରି ଠିକ ଭାବେ ସେମାନେ କରିପାରିନାହାନ୍ତି, ଠିକ ରଖିପାରିନାହାନ୍ତି। ବର୍ତ୍ତମାନ ଯେପରି ଭାବରେ ଓଡ଼ିଆ ଚଳଚ୍ଚିତ୍ର ଟଙ୍କା ପାଉଛି, ସେତେବେଳକୁ କେତେ ଗୋଟା ଟିକେଟ ମୂଲ୍ୟ କେତେ ଥିଲା ସେତେବେଳକୁ? 8 ଅଣା 7 ଅଣା 10 ଅଣା, ଟଙ୍କା 1.5 ଟଙ୍କା, ଅତି ବେଶୀ ହେଲେ 3 ଟଙ୍କା ଭିତରେ ଥିଲା। କିନ୍ତୁ ବର୍ତ୍ତମାନ ଗୋଟେ ଟିକେଟର ମୂଲ୍ୟ କେତେ? 300 400 200 500 ଏଇଭଳି ଭାବରେ ଟଙ୍କା ପାଉଛନ୍ତି, ମାନେ ଟିକେଟ ବିକ୍ରି ହଉଛି। କିନ୍ତୁ ଆପଣ ଭାବୁନାହାନ୍ତି ସେଇ ସମୟରେ ସେମାନେ ଏଇ ଅଳ୍ପ ପଇସାରେ ନିଜର ସବୁ କିଛି ଖଟେଇ, ନିଜର ବିଦ୍ୟା ବୁଦ୍ଧି ଜ୍ଞାନ ତାକୁ ଖଟେଇକି, ନିଜର ଅର୍ଥ ଦେଇକି, ଅନ୍ୟମାନଙ୍କ ପାଖରୁ ଅର୍ଥ ଆଣିକି ଚଳଚ୍ଚିତ୍ର ଯୋଉ ନିର୍ମାଣ କରିକି ସେମାନେ ଆଜି ଏତେ ବଡ ହେଇପାରିଲେ ଏବଂ ଚଳଚ୍ଚିତ୍ର ଗୁଡିକ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହେଇପାରିଲା। ସେ ତାଙ୍କୁ ଯଦି ଆପଣ ଏପରି ଭାବରେ କରିବେ, ଏପରି ଭାବରେ ଆପଣଙ୍କର ତାଙ୍କ ନାଁ ବଦଳି ଦେବେ, 10 ବର୍ଷ ପରେ ଯେତେବେଳେ ଲୋକମାନେ ତାକୁ ଦେଖିବେ କି 15 ବର୍ଷ ପରେ ଲୋକ ଦେଖିବେ, ଯୋଉମାନେ ତାଙ୍କୁ ଚିହ୍ନି ନାହାନ୍ତି, ତାଙ୍କୁ ଜାଣିନାହାନ୍ତି, ସେମାନେ କଣ ଭାବିବେ? ସେମାନେ ସେ ଜିନିଷଟା କଣ ଆସିବ? ଏଇ ଜିନିଷଟା ତ ରହିବ ନା ସବୁଦିନ ପାଇଁ। ମନେ କରନ୍ତୁ ଆଜି ଯୋଉ ଜିନିଷଟା ବାହାରିଲା, ଏଇଟା 10 ବର୍ଷ 12 ବର୍ଷ 15 ବର୍ଷ ପର୍ଯ୍ୟନ୍ତ ରହିବ ବା ଅନ୍ୟ ଲୋକମାନଙ୍କ ପାଖରେ ଭାଇରାଲ ହେଇକି ଚାଲିଥିବ। ଯୋଉମାନେ ବର୍ତ୍ତମାନ ବି ନ ଜାଣିଛନ୍ତି, ସେ ଜାଣିପାରିବେ ବର୍ତ୍ତମାନ ଗୋପାଳ ଘୋଷ ଜାଗାରେ ବାବୁଲାଲ ଯୋଶୀ, ଇଏ ହଉଛନ୍ତି ବାବୁଲାଲ ଯୋଶୀ। ଏଗୁଡ଼ା କଣ? ଏଇ ଯୋଉ ସମ୍ମାନ ଦବା କଥା, ବାବୁଲାଲ ଯୋଶୀର ନା ଠିକ ଭାବେ ବାବୁଲାଲ ଯୋଶୀର ଫଟୋ ଦିଆହେଇନି। ସମାଜ ବାହାର କରିଥିଲା ଯୋଉ, ସେଥିରେ ବାବୁଲାଲ ଯୋଶୀଙ୍କର ଦେଇନାହାନ୍ତି। ତ ବାବୁଲାଲ ଯୋଶୀ, ଏଇ ଲୋକ ବାବୁଲାଲ ଯୋଶୀ ଯଦି 2ଟା ଜାଗାରେ ଲେଖା ହେଇଥାନ୍ତା, ତାହେଲେ ଲୋକମାନେ ହয়তো ତାକୁ ଗୋଟେ କନଫାଇନ୍ କରିଥାନ୍ତେ ଯେ ଇଏ ବାବୁଲାଲ ଯୋଶୀ ଯଦି ଇଏ ହୁଏ, ତାହେଲେ ଇଏ କିଏ? ଆଉ ଇଏ ଯଦି ବାବୁଲାଲ ଯୋଶୀ ହୁଏ, ତାହେଲେ ସିଏ ବାବୁଲାଲ ଯୋଶୀ କିଏ? ଏଇଟା ଗୋଟେ ହୁଅନ୍ତା। କିନ୍ତୁ ଯେତେବେଳେ ଆପଣଙ୍କର ଜଣକ ଲୋକ ତଳେ ଅନ୍ୟ ଜଣଙ୍କ ନାଁ ଲେଖା ହେଇଛି, ଏଇଟା ସବୁଠୁ ବଡ ତାକୁ ଅପମାନକର ଅସମ୍ମାନିତକର କାର୍ଯ୍ୟ ହେଲା। ଏଥିରେ ପ୍ରଶାସନର ଦାୟିତ୍ୱ ରହିଥିଲା ବହୁତ। ପ୍ରଶାସନ ଚାହିଁଥିଲେ 14 ତାରିଖ ହେଇଥିଲା ବୋଲି 15 ତାରିଖ ଦିନ ତାକୁ ବଦଳିକି ତା ତଳେ ଗୋଟେ ଲେଖି ପାରିନଥାନ୍ତେ? ତାଙ୍କର ନାଁ ଟାକୁ ବଦଳି ଦେଇ ପାରିନଥାନ୍ତେ? ତାକୁ ତ ବଦଳିଲେ ନାହିଁ, ତାପରେ ପୁଣି କଳା ଇଏ ଲଗେଇଲେ, ବ୍ଲାକ୍ ଟେପ୍ ଲଗେଇଲେ। ସେ ବ୍ଲାକ୍ ଟେପ୍ର ମାନେ କଣ? ବ୍ଲାକ୍ ଟେପ୍ କାହାକୁ ଲଗା ହୁଏ? ବ୍ଲାକ୍ ମାନେ କାହାକୁ ଦିଆ ହୁଏ? କି ସମ୍ମାନ? ଯଦି ଆପଣ ସମ୍ମାନିତ କରିବାକୁ ଚାହୁଁଛନ୍ତି ଠିକ ଭାବେ ଓଡ଼ିଆ ଚଳଚ୍ଚିତ୍ର ବା ଓଡ଼ିଆ କଳାକାର, କଳାକୁଶଳୀ ବା ନିର୍ଦ୍ଦେଶକ, ଏଠୁ ଯୋଉମାନଙ୍କୁ ବି ଆପଣ ସମ୍ମାନିତ କରିବାକୁ ଚାହୁଁଛନ୍ତି, ତାକୁ ଠିକ ଭାବରେ ସମ୍ମାନିତ କରନ୍ତୁ। ପ୍ରଶାସନକୁ ମୋର ଏତିକି ଅନୁରୋଧ, ପ୍ରଶାସନ ଯଦି ନ କରିପାରିଲା, ତାହେଲେ ପ୍ରଶାସନ ଦୟାକରି କରନ୍ତୁ ନାହିଁ। ଏହାଦ୍ୱାରା ଅନେକ ଉପକାରଠୁ ଅନେକ ଅପକାର ହୁଏ। ଗୋପାଳ ଘୋଷ ସର୍ବପ୍ରଥମେ 1948 ମସିହାରେ ଯୋଉ ଚଳଚ୍ଚିତ୍ର ନିର୍ମାଣ ହେଇଥିଲା, ଦ୍ୱିତୀୟ ଚଳଚ୍ଚିତ୍ର ହିସାବରେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ଥିଲା ସୀତା ବିବାହ। 1948 ମସିହାରେ, ତାର ପ୍ରାୟ 14 ବର୍ଷ ପରେ, ପ୍ରାୟ 12-13 ବର୍ଷ ପରେ ଓଡ଼ିଆର ଦ୍ୱିତୀୟ ଚଳଚ୍ଚିତ୍ର ଆରମ୍ଭ ହେଇଥିଲା। କିନ୍ତୁ ଦ୍ୱିତୀୟ ଚଳଚ୍ଚିତ୍ର ଆରମ୍ଭ ହେବା ସମୟରେ ଅନ୍ୟ ଗୋଟିଏ ଚଳଚ୍ଚିତ୍ର ନିର୍ମାଣ ହେଲା ସେଇ ସମୟରେ। ସେଇପାଇଁ କିନ୍ତୁ ଏଇ ଯୋଉ ଦ୍ୱିତୀୟ ଚଳଚ୍ଚିତ୍ରଟି ତୃତୀୟ ଚଳଚ୍ଚିତ୍ର ଭାବରେ ସେଇ ସମୟରେ ସେଟା ମୁକ୍ତି ଲାଭ କରିଥିଲା। ଦ୍ୱିତୀୟ ଚଳଚ୍ଚିତ୍ର ଅପେକ୍ଷା ତୃତୀୟ ଚଳଚ୍ଚିତ୍ରରେ ଲୋକଙ୍କର ଏଇ ଯୋଉ ଶ୍ରୀଜଗନ୍ନାଥ ନାଁରେ ଯୋଉ ଚଳଚ୍ଚିତ୍ର ତିଆରି ହେଇଥିଲା, ସେଥିରେ ଗୋପାଳ ଘୋଷ ମୁଖ୍ୟ ଭୂମିକା, ବିଦ୍ୟାପତିର ମୁଖ୍ୟ ଭୂମିକାରେ ରୋଲ କରିଥିଲେ। ଏବଂ ତାଙ୍କର ସେଇ ଯୋଉ ଚଳଚ୍ଚିତ୍ରଟି ଏତେ ଜନପ୍ରିୟ, ଏତେ ଲାଭବାନ ହେଇଥିଲା, ତା ପରବର୍ତ୍ତୀ କାଳରେ ଲୋକ ଦେଖିକି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ବାହାରି ଆସିଥିଲେ। ସେତେବେଳେ ପର୍ଯ୍ୟନ୍ତ 14 ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ଚଳଚ୍ଚିତ୍ରକୁ କେହି ଆସିନଥିଲେ। 1936 ମସିହାରୁ 1948 ମସିହା ପର୍ଯ୍ୟନ୍ତ, 12 ବର୍ଷ ପର୍ଯ୍ୟନ୍ତ। ତାପରେ ଲୋକ ଆସିଲେ, ଲୋକ କଲେ, ନିର୍ମାଣ କଲେ। ଏବଂ ତା ପରବର୍ତ୍ତୀ କାଳରେ ସେଇ ଗୋପାଳ ଘୋଷ 1953 ମସିହାରେ ତିଆରି କଲେ ଆମରି ଗାଁ ଝିଅ, ଏବଂ ସେ ମଧ୍ୟ ତା ଦେହରେ ରୋଲ କଲେ ଏବଂ ତାର ସହିତ ମୁଖ୍ୟ ବ୍ୟବସ୍ଥାପକ ରହିଥିଲେ। ଏବଂ ତାପରେ ସେ ନିଜେ ତିଆରି କଲେ ଶ୍ରୀଲୋକନାଥ, ଯାହାକି ଓଡ଼ିଆ ଚଳଚ୍ଚିତ୍ରର ଗୋଟେ ମାଇଲ ଷ୍ଟୋନ। ଏବଂ ସେଇ ମାଇଲ ଷ୍ଟୋନ ମାନେ ସର୍ବପ୍ରଥମ ଓଡ଼ିଶାରେ ସର୍ବଭାରତୀୟ ସ୍ତରରେ ମାନ୍ୟତା ପାଇଥିଲା ଏବଂ ତା ରୌପ୍ୟ ପଦକ ପାଇଥିଲା। ଏବଂ ତା ପ୍ରଥମ ଚଳଚ୍ଚିତ୍ର ଥିଲା ଓଡ଼ିଆ। ଏବଂ ତାର ଦ୍ୱାରା ଯେ କେତେ ଉପକୃତ ହେଇଛନ୍ତି, କେତେ କଣ, ସେ କଥା ଆପଣ ମାନେ ମୁଁ ତାଙ୍କୁ କହିବାଟା ମାନେ ବିରାଟ କଥା ହବ, ବିରାଟ ତାର ଗୋଟେ ଗଳ୍ପ ହବ। ଏବଂ ତା ଦେହରେ 11ଟା ଚଳଚ୍ଚିତ୍ର ନିର୍ମାଣ ବି ମାନେ ଚଳଚ୍ଚିତ୍ର ପ୍ରେକ୍ଷାଳୟ ବି ନିର୍ମାଣ ହେଇଥିଲା। ଏବଂ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଗୁଡ଼ିକୁ ବଢେଇବାକୁ ସେ ଚେଷ୍ଟା କରିଥିଲେ। କାରଣ ପ୍ରଥମେ ଯେତେବେଳେ ଚଳଚ୍ଚିତ୍ର ଥିଲା ନିର୍ମାଣ ଥିଲା 40-50ଟା ପ୍ରେକ୍ଷାଳୟ ଥିଲା। ତାପରେ ସେମାନେ ଚେଷ୍ଟା କଲେ, ତା ଦ୍ୱାରା ସେମାନେ କଲେ ବହୁତ ଚଳଚ୍ଚିତ୍ର ପ୍ରେକ୍ଷାଳୟ ବଢିଲା। ପ୍ରେକ୍ଷାଳୟ ବଢିଲେ ଲୋକ ଦେଖିବେ, ଲୋକ ଆସିବେ, ଗାଁ ଗଣ୍ଡାର ଲୋକ ଜାଣିବେ, ଏଇ ଉପରେ ସେମାନେ କରିଥିଲେ ସେଇ ସମୟ। ତାପରେ ତ କଲେ ଭାଇ ଭାଉଜ କଲେ, ଅମଡ଼ା ବାଟ ଅଭିନେତ୍ରୀ କଲେ। ଏଇ ବାବୁଲାଲ ଯୋଶୀ ସେତେବେଳକୁ କରିବାକୁ ଚେଷ୍ଟା କରୁଥିଲେ ଓଡ଼ିଆ ଚଳଚ୍ଚିତ୍ର।
ସିଏ ଆସି ଗୋପାଳ ଘୋଷଙ୍କ ସହିତ ଗୋପାଳ ଘୋଷଙ୍କୁ ଅନୁରୋଧ କରିଥିଲେ ଯେ ମୋତେ ସାହାଯ୍ୟ କରନ୍ତୁ, ମୁଁ ପଇସା ଦେବି, ଆପଣ ଚଳଚ୍ଚିତ୍ର ତିଆରି କରନ୍ତୁ। ସେ ନିଜେ ସେତେବେଳେ କିଛି ନ କରି ସେ ଆଗେ ସେଇ ବ୍ୟବସ୍ଥାପନା, ତାଙ୍କ ବ୍ୟବସ୍ଥାପନାରେ ଅମଡ଼ା ବାଟ ଏବଂ ଅଭିନେତ୍ରୀ ହେଇଥିଲା ଏବଂ ସେ ଦୁଇଟି ମଧ୍ୟ ମାଇଲ ଷ୍ଟୋନ୍ ହେଇକି ଓଡ଼ିଆ ଚଳଚ୍ଚିତ୍ରର ଦରବାରରେ ଆଜି ଅଛି, ଆଜି ପର୍ଯ୍ୟନ୍ତ ଅଛି। ତାପରେ ସେ ନିଜେ ତିଆରି କଲେ ଭାଇ ଭାଉଜ, ଭାଇ ଭାଉଜ ପରେ କଲେ ଘର ସଂସାର, ଘର ସଂସାର ପରେ ମଝିରେ ଘର ସଂସାର ପରେ ଯେ ଓଡ଼ିଆ ଚଳଚ୍ଚିତ୍ର ଯାଯାବର ଯେତେବେଳେ ତିଆରି ହେଇଥିଲା ତା ପାଇଁ ବି ମଧ୍ୟ ବହୁତ ନିଜକୁ ଉତ୍ସର୍ଗ କରିଛନ୍ତି, ବହୁତ କାମ କରିଛନ୍ତି, ବିନା ସ୍ୱାର୍ଥରେ ବିନା ଇଏରେ ସେ କରିଛନ୍ତି ଏବଂ ଯାଯାବରଟି ସୁପର ଡୁପର ହିଟ୍ ହେଇପାରିଛି। ଏବଂ ତା ପରବର୍ତ୍ତୀ କାଳରେ ସେ ଅମର ପ୍ରେମ କଲେ, ଅମର ପ୍ରେମ ପରଠୁ ଆଉ ସେ ଓଡ଼ିଆ ଫିଲ୍ମ କଲେନି, ସେ ଚାହିଁଲେନି ଆଉ ଓଡ଼ିଆ ଫିଲ୍ମ କରିବାକୁ। ସେ ଆଗରୁ ଯେଉଁ ଡକୁମେଣ୍ଟାରୀ କରୁଥିଲେ ସେମାନେ ଡକୁମେଣ୍ଟାରୀ ଫିଲ୍ମ ଭିତରେ ରହିଲେ, ନିଜକୁ ସୀମାବଦ୍ଧ କରିଦେଲେ। ଅତଏବ ଯିଏ ଓଡ଼ିଆ ଚଳଚ୍ଚିତ୍ର, ଓଡ଼ିଆ ନାଟକ, ଓଡ଼ିଆ ଇଏ ପାଇଁ ଏତେ କାମ କରିଛନ୍ତି ତାଙ୍କ ଫଟୋଟାକୁ କ'ଣ ଲୋକ ଭୁଲିଯିବେ? ହୁଏତ ତାଙ୍କ ବୟସର କେହି ଲୋକ ହୁଏତ ନାହାନ୍ତି, କିନ୍ତୁ ତା 10 ବର୍ଷ ତଳର ଲୋକମାନେ ତ ବଞ୍ଚିଛନ୍ତି। ସେମାନେ କ'ଣ କହୁଛନ୍ତି? ସେମାନେ କୋଉ କଥା ଭାବୁଥିବେ? ପ୍ରଶାସନ କଥା। ଅତଏବ ପ୍ରଶାସନଙ୍କର ଉଚିତ ଯେ ସେମାନେ ନିଶ୍ଚିତ ଭାବରେ ଯେ ସବୁ ଦେଖିକି ଜାଣିକି ସବୁ ବୁଝିକି କାମ କରନ୍ତୁ, ଏପରି ଭାବରେ ତାଙ୍କୁ ଅସମ୍ମାନିତ, କୌଣସି ଲୋକଙ୍କୁ ଅସମ୍ମାନିତ କରନ୍ତୁ। ଆଉ ଗୋଟେ କଥା, ଏଇ କଥାଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ପ୍ରଶାସନ ଯେତେବେଳେ କରୁଛନ୍ତି ସବୁ ଜିନିଷ ପ୍ରଶାସନ ଯଦି ଜାଣିବେ ଏହାର କୌଣସି ମାନେ ନାହିଁ। ଅର୍ଥାତ୍ ଯିଏ ଯେଉଁ ବିଭାଗରେ ବା ଯାହା ବିଷୟରେ ଜାଣିଛନ୍ତି ସେମାନେ ସେଇ ଲୋକମାନଙ୍କ ସାଙ୍ଗେ ଭଲ ଭଲ ଲୋକମାନଙ୍କ ନେଇକି, ଯେଉଁମାନେ ଜାଣିଥିବା ଲୋକ ତାଙ୍କୁ ହିଁ ନେଇକି ପ୍ରଶାସନ କରୁ। ଏହା ଦ୍ୱାରା ଅସମ୍ମାନିତ କେହି ହେବେନି, ସମ୍ମାନିତ ହେବେ। ତା ଦ୍ୱାରା ଆମେମାନେ ସମ୍ମାନିତ ହେବା ସହ ପ୍ରଶାସନ ସମ୍ମାନିତ ହେବ, ଓଡ଼ିଶା ମଧ୍ୟ ସମ୍ମାନିତ ହେବ, ସାରା ଭାରତ ମଧ୍ୟ ଗୌରବାନ୍ୱିତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ।